ଭଦ୍ରକ ପୌରପାଳିକା ଅଧୀନ ଶଙ୍କରପୁର ସ୍ଥିତ ବାବା ବାଲ ଗଣେଶ ପୂଜା କମିଟି ଆନୁକୂଲ୍ୟରେ ଭାଗବତ ସପ୍ତାହ ଉପଲକ୍ଷେ ଏକ ବିଶାଳ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। 111 ଜଣ ମହିଳା ସନ୍ଥିଆ ହୁରିପଦା ଘାଟରୁ କଳସ ଉଠାଇ ଶୋଭାଯାତ୍ରାରେ ବାହାରିଥିଲେ। ଏହି ଶୋଭାଯାତ୍ରାରେ 3000ରୁ ଅଧିକ ଭକ୍ତ ସାମିଲ ହୋଇଥିଲେ। ପାରମ୍ପରିକ ବାଦ୍ୟରେ କମ୍ପୁଥିଲା ସମଗ୍ର ଅଞ୍ଚଳ। ବାବା ବାଲ ଗଣେଶ ପୂଜା ମଣ୍ଡପ ନିକଟରେ ଶୋଭାଯାତ୍ରା ପହଞ୍ଚିବା ତାଙ୍କୁ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ଏହି ଶୋଭାଯାତ୍ରାରେ କମିଟିର 5 ଜଣ ସଦସ୍ୟ ରାଜକିଶୋର ପାତ୍ର, ନିତେଶ ପାତ୍ର, ସୁଶାନ୍ତ ସିଂ, ଶଙ୍କର ସେନ, ଦେବାଶିଷ ବାରିକ ପ୍ରମୁଖ ମୁଖ୍ୟ କଳସ ଧରିଥିଲେ। ସନ୍ଥିଆ ମଦନ ମୋହନ ମନ୍ଦିରରୁ କମିଟିର ସଦସ୍ୟ କାହ୍ନୁ ସିଂ ଭାଗବତ ଗ୍ରନ୍ଥ ସହ ପରିକ୍ରମା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସ୍ୱାମୀ ମୁକୁନ୍ଦ କୃଷ୍ଣଜୀ ମହାରାଜ ଉପସ୍ଥିତ ଥିଲେ। ଉକ୍ତ କ୍ଲବ ପକ୍ଷରୁ ଗତ 11 ବର୍ଷ ଧରି ପୂଜା ଉତ୍ସବ କରି ଆସୁଛି। ଚଳିତ ବର୍ଷ ଏହି ପୂଜା ବେଶ ଧୁମଧାମରେ ପାଳନ ହେଉଛି। ମଣ୍ଡପରେ ପ୍ରବଚନ କାର୍ଯ୍ୟକ୍ରମ ଜାରି ରହିଛି। ଗତକାଲି କଳସ ଶୋଭାଯାତ୍ରା ସରିଥିବା ବେଳେ ଆସନ୍ତା 20 ତାରିଖ ଏଠି ରାଧାକୃଷ୍ଣଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ। ସେହିଦିନ ମଧ୍ୟାହ୍ନରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ। ଭଦ୍ରକରୁ ପୁନିଲ କୁମାର ସାମନ୍ତଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।